ଓଡ଼ିଶା ସଙ୍ଗୀତ ଦୁନିଆର ଉଜ୍ଜଳ ଜ୍ୟୋତିଷ୍କ ଓଡ଼ିଶା ସଙ୍ଗୀତକୁ ଓଡ଼ିଆ ସଙ୍ଗୀତକୁ ନୂଆ ଢଙ୍ଗରେ ନୂଆ ରୂପରେ ଗୋଟେ ନୂଆ ଯୁଗ ଆରମ୍ଭ କରିଥିବା ମୋର ପ୍ରିୟ ସାନ ଭାଇ ହ୍ୟୁମାନ ସାଗର ଆଉ ନାହାନ୍ତି। ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ତାଙ୍କର ଆତ୍ମାର ସଦ୍ଗତି ହେଉ, ତାଙ୍କ ପରିବାରକୁ ସାହସ ଏବଂ ଶକ୍ତି ମହାପ୍ରଭୁ ଯୋଗାନ୍ତୁ। ବହୁତ କମ୍ ବୟସରେ ମାନେ ଯେଉଁ କହନ୍ତି ଯୁବ ଅବସ୍ଥାରେ ଏତେ ବଡ଼ ପ୍ରତିଭା ଓଡ଼ିଶା ହରେଇଛି। ଓଡ଼ିଶାର କଳା ଦୁନିଆ ସଙ୍ଗୀତ ଦୁନିଆ ଆଜି ଗୋଟେ ବିରାଟ କ୍ଷତି ସହିଛି। ସେ କ୍ଷତି କେବେ ବି ପୂରଣ ହେବନି। ହ୍ୟୁମାନ ସାଗରର ଜାଗା କେହି ନେଇପାରିବେନି, କିନ୍ତୁ ଆମେ ସବୁବେଳେ ହୃଦୟରେ ତାଙ୍କୁ ମନେ ରଖିବୁ। ତାଙ୍କ ସଙ୍ଗୀତ ଯେତେବେଳେ ଶୁଣିବୁ, ଯେଉଁଠି ଶୁଣିବୁ, ସେ ଆମର ସବୁବେଳେ ମନେ ପଡ଼ିବ। ହ୍ୟୁମାନ ସାଗର ଭଳି ସିଙ୍ଗର ତିଆରି ହେବା ଏକ ବିରଳ। ମହାପ୍ରଭୁଙ୍କର ଏ କରୁଣା ଯେ ଏକ ବିରଳ ପ୍ରତିଭା ତିଆରି ହୋଇଥିଲେ ଆମ ସମସ୍ତକୁ ବସେଇ ଦେଇ ଦୁଃଖ ସାଗରରେ ଚାଲିଗଲେ। ଶେଷରେ ଆଉ ଗୋଟେ ଅନୁରୋଧ ବି କରିବି, ଆମ କଳା ଦୁନିଆରେ ଅନେକ କଳାକାରଙ୍କର ଏବେ ଦେହାନ୍ତ ହେଉଛି। ଆମେ ଯେଉଁଥିପାଇଁ ଦେହାନ୍ତ ହେଉଛି ଆପଣମାନେ ସମସ୍ତେ ଜାଣିଛନ୍ତି। ମୁଁ କହିବି, ଆମେ ଲୋକମାନଙ୍କର ହୃଦୟକୁ ଜିଣି ପାରୁଛେ, ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛେ, ଲୋକମାନଙ୍କର ଆମେ ଆଇକନ୍ ହେଇପାରୁଛେ, ଲୋକମାନେ ଆମକୁ ମଡ଼େଲ କରିକି ନେଉଛନ୍ତି। ଆମେ କ'ଣ ନିଶା ଛାଡ଼ିପାରିବାନି? ଆମେ ନିଶା ଆମକୁ କେମିତି ଖାଇଯାଉଛି ଯେ ଆମେ ପୁଣି ସମସ୍ତଙ୍କଠୁ ବିଦାୟ ନେଇଯାଉଛେ। ତେଣୁ ଯାହା ହେଇଯାଇଛି। ମହାପ୍ରଭୁ ତାଙ୍କ ଆତ୍ମାକୁ ସଦ୍ଗତି କରନ୍ତୁ, ଏହା ହିଁ କାମନା। ନମସ୍କାର।